15,000 ପ୍ରଥମ ବ୍ୟକ୍ତିଗତ ଚାକିରିରେ ପିଏମ୍ ମୋଦି ଯୁବକମାନଙ୍କ ପାଇଁ ବିକାଶ ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଚାକିରି ବଜାରରେ ପ୍ରବେଶ କରିବା ପୂର୍ବରୁ 3.5 କୋଟିରୁ ଅଧିକ ଯୁବକ ଯୁବତୀଙ୍କୁ 15,000 ସହାୟତା ମିଳିବ। ଶୁକ୍ରବାର ଦିନ ଲାଲକିଲ୍ଲାରେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଘରୋଇ କ୍ଷେତ୍ରର ଚାକିରି ବଜାରରେ ପ୍ରବେଶ କରୁଥିବା ଯୁବକ ଯୁବତୀଙ୍କ ପାଇଁ 15,000 ସହାୟତା ଘୋଷଣା କରିଥିଲେ। ଏହି ଯୋଜନାରୁ 3.5 କୋଟିରୁ ଅଧିକ ଯୁବକ ଯୁବତୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ମୋ ଦେଶର ଯୁବକ ଯୁବତୀ, ଆଜି 15 ଅଗଷ୍ଟ ଏବଂ ଏହି ଦିନ ଆମେ ଆମ ଦେଶର ଯୁବକ ଯୁବତୀଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରୁଛୁ। ଆଜିଠାରୁ ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଉଥିବା ଯୁବକ ଯୁବତୀଙ୍କୁ ସରକାରଙ୍କଠାରୁ 15,000 ମିଳିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଯୁବକ ଯୁବତୀଙ୍କ ପାଇଁ ପ୍ରାୟ 3.5 କୋଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଥିଲେ ଯେ 2 କୋଟି ମହିଳା ଅଳ୍ପ ସମୟ ମଧ୍ୟରେ ଲକ୍ଷପତି ଦିଦି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଲାଲକିଲ୍ଲାରେ ତାଙ୍କ ସମ୍ମୁଖରେ ବସିଥିଲେ।